কবিতা রসকল্লোলর কবি ভক্ত কবি দীনকুমার দাস রসকল্লোল কাব্যের কবি ରୀତିଯୁଗର ଜଣେ ବয়োଜ୍ୟେଷ୍ଠ କବି। ସେ ବାଲେଶ୍ୱର ଜଳେଶ୍ୱରରେ ଘର। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଓ ଅଭିମନ୍ୟୁ ସାମନ୍ତ ସିଂହାରଙ୍କ ସମସାମୟିକ କବି। ରସର ଅପୂର୍ବ କଲ୍ଲୋଳ ରସକଲ୍ଲୋଳ କାବ୍ୟ ଭାବମୟୀ ଗୋପାଙ୍ଗନା ଓ ପରମପୁରୁଷ ଶ୍ରୀକୃଷ୍ଣଙ୍କ ମିଳନ ବିଚ୍ଛେଦ ଜନିତ କରୁଣ ମଧୁର ରସ ଏଥିରେ ବର୍ଣ୍ଣିତ। ଶୃଙ୍ଗାର ରସ ଓ ମଧୁର ରସ ସହ ଭକ୍ତି ରସର ପ୍ଲାବନ ଏଥିରେ ଘଟିତ। ରସକଲ୍ଲୋଳ ମଧ୍ୟଯୁଗୀୟ ଅଳଙ୍କାରିକ କାବ୍ୟ ପରମ୍ପରାର ପ୍ରଥମ ପ୍ରତିନିଧି ସ୍ଥାନୀୟ କାବ୍ୟଗ୍ରନ୍ଥ। ଦିବ୍ୟ ଅଦିବ୍ୟ କୃଷ୍ଣକଥାର ସନ୍ଦେଶ ଏହି କାବ୍ୟରେ ଅଛି। ମୃତ୍ୟୁଞ୍ଜୟ ରଥ କହନ୍ତି କଲ୍ଲୋଳେ ପଦଲାଳିତ୍ୟମ୍। ସଂସ୍କୃତ ମହାଭାରତ, ସଂସ୍କୃତ ବୈଷ୍ଣବ ପୁରାଣ, ହରିବଂଶ, ବ୍ରହ୍ମବୈବର୍ତ ପୁରାଣ, ପଦ୍ମ ପୁରାଣ ଓ ଶ୍ରୀମଦ୍ଭାଗବତର ପ୍ରଭାବ ରସକଲ୍ଲୋଳରେ ପଡ଼ିଛି। ମୁଖ୍ୟତଃ ଜଗନ୍ନାଥ ଦାସଙ୍କ ଓଡ଼ିଆ ଭାଗବତ ଓ ଅଚ୍ୟୁତାନନ୍ଦ ଦାସଙ୍କର ହରିବଂଶର କଥାବସ୍ତୁକୁ ନେଇ କାବ୍ୟଟି ରଚିତ। ଆଦ୍ୟ ନିୟମରେ ଏହି ଗ୍ରନ୍ଥ ରଚିତ। କବିତ୍ୱର ଅପୂର୍ବ ପରିଚୟ ମିଳେ। ରସକଲ୍ଲୋଳ ଏକ ମହାନ କାବ୍ୟ। ପଦର ଲାଳିତ୍ୟ ହେତୁ ଜୟଦେବଙ୍କ ଗୀତଗୋବିନ୍ଦ ସହ ଏହି କାବ୍ୟ ତୁଳିତ। ଏଥିରେ କବିଙ୍କ ଜୀବନ ଦର୍ଶନ ମଧ୍ୟ ରୂପାୟିତ। ଗୋପାଙ୍ଗନା ଓ କୃଷ୍ଣଙ୍କର ଅପୂର୍ବ ପ୍ରେମଲୀଳା ଏଥିରେ ବର୍ଣ୍ଣିତ। କବି ଏଥିରେ ଖଳ ଲୋକଙ୍କୁ ନିନ୍ଦା କରିଛନ୍ତି। କବି ନିଜ ସ୍ରଷ୍ଟା, ସେ ନିଜ ରାଜ୍ୟର ଅଧୀଶ୍ୱର ରାଜା ଦିବ୍ୟସିଂହ ଦେବ ତାଙ୍କୁ କହିଛନ୍ତି ତାଙ୍କୁ ନେଇ କାବ୍ୟ ରଚନା କରିବାକୁ, କିନ୍ତୁ କବି ରାଜାଦେଶ ଅବମାନନା କରି କୃଷ୍ଣଙ୍କୁ ନେଇ କାବ୍ୟ ରଚନା କରିଛନ୍ତି। ଫଳରେ ରାଜରୋଷରେ ସେ ଶ୍ରୀକ୍ଷେତ୍ରରୁ ନିର୍ବାଚିତ ହୋଇଛନ୍ତି। କବି ଥିଲେ ସ୍ୱାଭିମାନୀ, କୁଷ୍ଠରୋଗୀ ଥିଲେ, କିନ୍ତୁ କୃଷ୍ଣଭକ୍ତିରେ ଥିଲେ ତଲ୍ଲୀନ। ନିର୍ମଳ କବିତ୍ୱକୁ ସେ ଗୁରୁତ୍ୱ ଦେଇଛନ୍ତି। କହିଛନ୍ତି କଲେ ଏଥିରେ କୁଟିଳ ବୁଝି, ଦଣ୍ଡ ଦେବେ ସେ କୃଷ୍ଣ ଅବଧି। କବି ହେଲେ ସେ ଜାଣିବ ଅଛି ଶ୍ରମ ହିଁ ଯେତେ। ପରେ ଅବଶେଷ ପୁରୀକି ଫେରିଛନ୍ତି। ଏହି ହେଉଛନ୍ତି ରସକଲ୍ଲୋଳର କବି। ପ୍ଲିଜ୍ ସବସ୍କ୍ରାଇବ୍ ମାଇ ଚ୍ୟାନେଲ୍।